ମୁଁ ବହୁତ ସୁନ୍ଦରୀ ଥିଲି ଏବଂ ନୂଆ ଯୌବନର ଦ୍ୱାର ଦେଶରେ ପାଦ ଦେଇଥିଲି। ମୁଁ ମୋର ମାଲିକଙ୍କ ଘରକୁ କାମ କରିବାକୁ ଯାଉଥିଲି। ଯେତେବେଳେ ସେ ମୋତେ ଦେଖୁଥିଲେ ସେ ସବୁବେଳେ ଜଣେ ଛୋଟ ଝିଅ ପରି ବ୍ୟବହାର କରୁଥିଲେ। ଯଦିଓ ତାଙ୍କର ବୟସ 50 ବର୍ଷ ଥିଲା। ଗୋଟିଏ ରାତିରେ ମୋ ବାପା ମୋତେ ମାଲିକଙ୍କ ଘରେ ରାତି ରହିବା ପାଇଁ ଛାଡ଼ି ଦେଇଥିଲେ। ତାପରେ ମାଲିକ ମୋତେ ତାଙ୍କ କୋଠରୀରେ ଶୋଇବାକୁ ଦେଇଥିଲେ। ଯେତେବେଳେ ମୁଁ ସେହି ତାଙ୍କର ଲମ୍ବା ଏବଂ ମୋଟାର ମୁଷଳ ଦେଖିଲି ମୁଁ ବେହୋସ ହୋଇଗଲି। ତାପରେ ସେ ମୋତେ ଛୁଇଁବା ମାତ୍ରେ ନମସ୍କାର ବନ୍ଧୁଗଣ, ମୋର ନାମ କାଜଲ। ମୁଁ କେବଳ 16 ବର୍ଷ ବୟସର ହୋଇଥିଲି। ମୁଁ ଏକ ସରକାରୀ ସ୍କୁଲରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢିଥିଲି। ତାପରେ ମୋ ବାପା ମୋର ପରବର୍ତ୍ତୀ ଶିକ୍ଷା ବନ୍ଦ କରିଦେଲେ। ମୁଁ ମୋ ବାପାଙ୍କ ସହିତ ଏକା ରହୁଥିଲି। ମୁଁ ବହୁତ ଛୋଟ ଥିବା ବେଳେ ମୋ ମାଙ୍କ ମୃତ୍ୟୁ ହୋଇଯାଇଥିଲା। ମୋ ବାପା ପ୍ରତିଦିନ ଟଙ୍କା ରୋଜଗାର କରିବାକୁ ବାହାରକୁ ଯାଉଥିଲେ, କିନ୍ତୁ ପରଦିନ ମଦ ଦୋକାନରେ ସବୁକିଛି ଉଡାଇ ଦେଇ ଯାଉଥିଲେ। ଗୋଟିଏ ଦିନ ମୋ ବାପା ମୋତେ ଜଣେ ଧନୀ ଭଦ୍ରଲୋକଙ୍କ ପାଖକୁ ନେଇଗଲେ ଏବଂ ମୋତେ ଗଛ ଜଗିବା ଏବଂ ସଫାସୁତରା ଏବଂ ଘରର ଯତ୍ନ ନେବା ପାଇଁ ଏକ ଚାକିରି ଯୋଗାଇ ଦେଲେ। ତେଣୁ ମୁଁ ମୋର 50 ବର୍ଷୀୟ ମାଲିକଙ୍କ ପାଇଁ କାମ କରିବା ଆରମ୍ଭ କଲି। ତାଙ୍କ ବୟସ ସତ୍ତ୍ୱେ ମୋର 50 ବର୍ଷୀୟ ନିଯୁକ୍ତିଦାତା ତାଙ୍କ ବୟସ ଅନୁସାରେ ବହୁତ ଯୁବକ ଦେଖାଯାଉଥିଲେ। ତାଙ୍କ ବ୍ୟତୀତ ତାଙ୍କ ଘରେ ଆଉ କେହି ନଥିଲେ। ମୁଁ କେବଳ ମହିଳାତ୍ୱରେ ପ୍ରବେଶ କରିଥିଲି। ମୁଁ ପ୍ରଥମେ ଭାବିଥିଲି ଯେ ମୋର ନିଯୁକ୍ତିଦାତା ମାତ୍ର 35 କିମ୍ବା 40 ବର୍ଷ ବୟସର, ଯଦିଓ ମୁଁ ଶୀଘ୍ର ତାଙ୍କର ପ୍ରକୃତ ବୟସ ଜାଣିପାରିଲି। ତଥାପି ସେ କଣ କରିପାରିବେ ତାହା ମୋତେ ଜଣା ନଥିଲା। ମୋ ବାପା ପ୍ରତିଦିନ ମୋତେ ମାଲିକଙ୍କ ଘରେ ଛାଡ଼ି ଦେଉଥିଲେ। ମୁଁ ବଗିଚାରେ ଗଛଗୁଡ଼ିକୁ ପାଣି ଦେଉଥିଲି ଏବଂ ଘର ଭିତରେ ଝାଡୁ ଏବଂ ପୋଛାପୋଛି କାମ କରୁଥିଲି। ମୋର ନିଯୁକ୍ତିଦାତା 50 ବର୍ଷ ବୟସର ଥିଲେ ଏବଂ ଏକା ରହୁଥିଲେ। ସେହି ସନ୍ଧ୍ୟାରେ ମୋ ବାପା ମୋତେ ନେବାକୁ ଆସିନଥିଲେ। ମୁଁ ବହୁତ ସମୟ ପର୍ଯ୍ୟନ୍ତ ତାଙ୍କ ପାଇଁ ଅପେକ୍ଷା କରିଥିଲି। ମୋତେ ଗେଟ୍ ପାଖରେ ଠିଆ ହୋଇଥିବା ଦେଖି ମୋର ମାଲିକ ମୋ ପାଖକୁ ଆସି କହିଲେ, ମୁଁ ଭାବୁନାହିଁ ଯେ ତୁମ ବାପା ଆଜି ତୁମକୁ ନେବାକୁ ଆସୁଛନ୍ତି। ତେଣୁ ଏଠାରେ ତାଙ୍କୁ ଅପେକ୍ଷା କରିବା ପରିବର୍ତ୍ତେ ଘର ଭିତରକୁ ଆସ। ତାପରେ ସେ ପଚାରିଲେ, ମୋତେ କୁହ, ରାତିରେ ଏକ ନିର୍ଦ୍ଦିଷ୍ଟ ଘଣ୍ଟା ପରେ ତୁମର ବାପା ସାଧାରଣତଃ କେଉଁଠାକୁ ଯାଆନ୍ତି? ସେହି ମୁହୂର୍ତ୍ତରେ ମୋ ମନରେ ଏକ ଭାବନା ଆସିଥିଲା ଯେ ମୋ ବାପା ହୁଏତ ମଦ ଦୋକାନରେ କୌଣସି ସ୍ଥାନରେ ମଦ୍ୟପାନ କରି ପଡ଼ିଛନ୍ତି। ମୁଁ ଜାଣିଥିଲି ଯେ ଏହା ହିଁ ଘଟିଥିବ। ଏହା ହିଁ ଏକମାତ୍ର କାରଣ ଥିଲା, କାରଣ ସେ ଏପର୍ଯ୍ୟନ୍ତ ଆସିନଥିଲେ। ତେଣୁ ମୋ ମାଲିକଙ୍କ ପରାମର୍ଶ ପାଳନ କରି ମୁଁ ତାଙ୍କ ଘର ଭିତରକୁ ଗଲି। ମୋ ମାଲିକ ତାପରେ କହିଲେ, ଏବେ ରାତ୍ରି ଭୋଜନର ସମୟ ହୋଇଗଲା, ଆସ ମୋ ସହିତ ଭୋଜନ ପାଇଁ ଯୋଗ ଦିଅ। ଯାଅ ଏବଂ ଖାଅ। ମୁଁ ମୋ ମାଲିକଙ୍କ ସହିତ ରାତ୍ରି ଭୋଜନ କରିବାକୁ ବସିଲି। ଭୋଜନ ପରେ ସେ ମୋତେ ରାତିରେ ତାଙ୍କ ନିଜ କୋଠରୀରେ ଶୋଇବାକୁ ପରାମର୍ଶ ଦେଲେ, କିନ୍ତୁ ସେଠାରେ ଶୋଇବା ପରିବର୍ତ୍ତେ ମୁଁ ହଲରେ ଶୋଇବାକୁ ପସନ୍ଦ କଲି। ପରଦିନ ସକାଳେ ମୁଁ ତାଙ୍କୁ ପଚାରିଲି, ଆଜ୍ଞା ଆପଣ କଣ ଦୟାକରି ମୋ ବାପାଙ୍କୁ ଫୋନ କରି ମୋତେ ନେବାକୁ କହିପାରିବେ? ସେ ତୁରନ୍ତ ମୋ ସାମ୍ନାରେ ଫୋନ କଲେ, କିନ୍ତୁ ମୋ ବାପା ଉତ୍ତର ଦେଲେ ନାହିଁ। ଜଣେ ବାପା ଏତେ ଦାୟିତ୍ୱହୀନ କିପରି ହୋଇପାରନ୍ତି? ସେ କିପରି ତାଙ୍କ ଛୋଟ ଝିଅକୁ ଜଣେ 50 ବର୍ଷୀୟ ବ୍ୟକ୍ତିଙ୍କ ଘରେ ଏକା ଛାଡ଼ିପାରିବେ? ସେହି ସନ୍ଧ୍ୟାରେ ମୁଁ ତାଙ୍କୁ ଅନୁରୋଧ କଲି ଯେ ସେ ମୋତେ ମୋ ନିଜ ଘରକୁ ଫେରାଇ ନିଅନ୍ତୁ। ଯେତେବେଳେ ସେ ମୋତେ ସେଠାକୁ ନେଇଗଲେ ଆମେ ପହଞ୍ଚିଲୁ। କେବଳ ଦେଖିଲୁ ଯେ ଆମର ଘର ବନ୍ଦ ଅଛି। ମୋ ବାପା କେଉଁଠାରେ ଯାଇଛନ୍ତି ମୁଁ ଜାଣି ନଥିଲି। ଫଳସ୍ୱରୂପ ଅନିଚ୍ଛା ସତ୍ତ୍ୱେ ମୋତେ ପୁଣି ଥରେ ମୋ ମାଲିକଙ୍କ ଘରକୁ ଫେରିବାକୁ ପଡ଼ିଲା। ମୁଁ ଜାଣିବା ପୂର୍ବରୁ 10 ଦିନ ବିତି ଯାଇଥିଲା, କିନ୍ତୁ ମୋ ବାପା ମୋତେ ଆଣିବାକୁ ଆସିନଥିଲେ। ମୋ ମାଲିକ ଜଣେ ବହୁତ ଦୟାଳୁ ବ୍ୟକ୍ତି ଥିଲେ। ସେ ତାଙ୍କ ଘରେ ମୋ ସହିତ ଅସାଧାରଣ ଭାବରେ ଭଲ ବ୍ୟବହାର କରିଥିଲେ। ତାଙ୍କ ସ୍ତ୍ରୀ କିଛି ବର୍ଷ ପୂର୍ବରୁ ଦେହାନ୍ତ ହୋଇଯାଇଥିଲେ ଏବଂ ସେବେଠାରୁ ସେ ଏକା ରହୁଥିଲେ। ଗୋଟିଏ ଦିନ ସେ ମୋତେ ବଜାରକୁ ନେଇଗଲେ ଏବଂ ମୋତେ ଏକ ସମ୍ପୂର୍ଣ୍ଣ ନୂତନ ପୋଷାକ କିଣିଦେଲେ। ବଜାରରୁ ଘରକୁ ଫେରିବା ପରେ ସେ ଆମେ କିଣିଥିବା ପୋଷାକ ପଛରେ ଉଦ୍ଦେଶ୍ୟ ବୁଝାଇଲେ, ତୁମେ କାଲି ସ୍କୁଲରେ ପଢିବା ଆରମ୍ଭ କରିବ। ସେ ଏହା ମଧ୍ୟ କହିଲେ, ମୁଁ ତୁମର ପ୍ରବେଶ ବ୍ୟବସ୍ଥା କରିବା ପାଇଁ ପୂର୍ବରୁ ସ୍କୁଲକୁ ଯାଇଥିଲି। ଯଦି ତୁମେ ସ୍କୁଲକୁ ଯାଅ ତେବେ ତୁମେ ଅନେକ ଜିନିଷ ବିଷୟରେ ଜ୍ଞାନ ପାଇବ ଏବଂ ତାହା ମୋ ପାଇଁ ମଧ୍ୟ ଲାଭଦାୟକ ହେବ। ମୋତେ ଲାଗିଲା ଯେପରି ସେ ମୋ ପାଇଁ ଏକ ବଡ଼ ଉପକାର କରୁଛନ୍ତି। ମୁଁ ସବୁବେଳେ ପଢିବାକୁ ଇଚ୍ଛା କରୁଥିଲି, କିନ୍ତୁ ଅର୍ଥ ଅଭାବରୁ ମୁଁ କେବେ ତାହା କରିପାରି ନଥିଲି। ସେ ମୋର ପ୍ରବେଶ ହାସଲ କରିବା ପରେ
ମୁଁ ପରଦିନ ସକାଳରୁ ପ୍ରତିଦିନ ସ୍କୁଲରେ ଯୋଗ ଦେବା ଆରମ୍ଭ କଲି। ସେ ମୋତେ ସହରରେ ଅବସ୍ଥିତ ଏକ ଘରୋଇ ସ୍କୁଲରେ ନାମ ଲେଖାଇଥିଲେ। ମୁଁ ସ୍କୁଲ ଯିବା ଆରମ୍ଭ କରିବାର କିଛି ସମୟ ପରେ ସେ ଘର ପାଇଁ ଆଉ ଜଣେ ଘରୋଇ ସହାୟକଙ୍କୁ ନିଯୁକ୍ତି ଦେଲେ। ଏହି ନୂତନ ସହାୟକ ସମସ୍ତ ଘର କାମ ପରିଚାଳନା କରୁଥିଲେ ଏବଂ ସେହି ପରିସରରେ ରହୁଥିଲେ। ମୁଁ କେବେବି ମୋର ସ୍ୱପ୍ନରେ ମଧ୍ୟ କଳ୍ପନା କରି ନଥିଲି ଯେ ମୁଁ ଏତେ ଆନନ୍ଦମୟ ଜୀବନ ବିତାଇବି ଯେଉଁ ପ୍ରକାରର ଜୀବନ ମୁଁ ବର୍ତ୍ତମାନ ବଞ୍ଚୁଛି। ମୋର ପାଠପଢା ଆରମ୍ଭ ହେବାର 2 ମାସ ବିତିଗଲା। ସେହି 2 ମାସ ମଧ୍ୟରେ ମୋର ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ହୋଇଥିଲା। ମୁଁ ଜଣେ ଅଶିକ୍ଷିତ ଝିଅରୁ ଜଣେ ଶିକ୍ଷିତ ଏବଂ ସୁନ୍ଦର ଯୁବତୀରେ ପରିଣତ ହୋଇଥିଲି। ଏହା ମୋ ଜୀବନର କଷ୍ଟ ମଧ୍ୟରେ ଏକ ସ୍ୱତନ୍ତ୍ର ମୋଡ଼, ଏକ ସକାରାତ୍ମକ ପରିବର୍ତ୍ତନ ଚିହ୍ନିତ କରିଥିଲା। ତଥାପି ମୁଁ କେବେବି ପ୍ରଶ୍ନ କରିବାକୁ ବନ୍ଦ କରିନଥିଲି ଯେ ମୋର ମାଲିକ ମୋ ପାଇଁ ଏସବୁ କାହିଁକି କରୁଛନ୍ତି। ତଥାପି ତାଙ୍କ କାର୍ଯ୍ୟ ପଛରେ ଥିବା ରହସ୍ୟ ଶୀଘ୍ର ମୋ ନିକଟରେ ପ୍ରକାଶିତ ହେବାକୁ ଥିଲା, ଏକ ପ୍ରକାଶ ଯାହା ମୁଁ ଟିକିଏ ବି ଅନୁଭବ କରିନଥିଲି। ମୁଁ ଏହା ଜାଣିବା ପୂର୍ବରୁ 8 ମାସ ବିତିଗଲା। ମୁଁ ଆହୁରି ସୁନ୍ଦରୀ ଯୁବତୀ ଦେଖାଯିବାକୁ ଲାଗିଲି। ପ୍ରତିଦିନ ରାତିରେ ମୁଁ ଶୋଇବା ପୂର୍ବରୁ ଘର ଚାକର ମୋ ପାଇଁ ଗୋଟିଏ ଗ୍ଲାସ ବାଦାମ କ୍ଷୀର ଆଣୁଥିଲା। ଏସବୁ କଠିନ ଭାବରେ ମୋ ମାଲିକଙ୍କ ନିର୍ଦ୍ଦେଶରେ କରାଯାଉଥିଲା। ସକାଳେ ମୁଁ ମୋ ମାଲିକଙ୍କ ସହିତ ଜିମ୍ରେ ବ୍ୟାୟାମ କରିବି। ଗୋଟିଏ ଦିନ ଆମେ ବ୍ୟାୟାମ କରୁଥିବା ସମୟରେ ମୋ ମାଲିକ ମୋତେ କହିଲେ, ଆଜି ମୁଁ ତୁମକୁ ଏକ ନୂତନ ପ୍ରକାରର ବ୍ୟାୟାମ ଶିଖାଇବି। ତାପରେ ସେ ମୋତେ ସେହି ନିର୍ଦ୍ଦିଷ୍ଟ କାର୍ଯ୍ୟନିର୍ବାହ ବିଷୟରେ ନିର୍ଦ୍ଦେଶ ଦେବାକୁ ଆରମ୍ଭ କଲେ। ଠିକ ସେହି ସମୟରେ ଘରର ଚାକର ରାମୁ ଭିତରକୁ ଗଲା। ମୁଁ ଜିମ୍ର ରସି ଟାଣିବା ସମୟରେ ମୋ ମାଲିକ ମୋତେ ସାହାଯ୍ୟ କରୁଥିଲେ। ତାଙ୍କ ହାତ ମୋ ଅଣ୍ଟା ଉପରେ ଥିବା ଦେଖି ରାମୁ ତାଙ୍କ ଦୃଷ୍ଟି ଟାଣିନେଲା। ତାପରେ ସେ ଘୋଷଣା କଲେ ଯେ ଜଣେ ଅତିଥି ମାଲିକଙ୍କୁ ଦେଖିବା ପାଇଁ ବାହାରକୁ ଆସିଛନ୍ତି। ମାଲିକ ତୁରନ୍ତ ଆମର ଅଧିବେଶନ ବନ୍ଦ କରିଦେଲେ ଏବଂ ରାମୁଙ୍କୁ କହିଲେ, ଏବେଠାରୁ ତୁମେ ଯେତେବେଳେ ଏହି କୋଠରୀରେ ପ୍ରବେଶ କରିବ, ଠକ ଠକ କରିବାକୁ ଭୁଲିବ ନାହିଁ। ରାମୁ ଯେଉଁ ପ୍ରକାରେ ଭିତରକୁ ପଶିଥିଲା ସେଥିରେ ମାଲିକ ଅସନ୍ତୁଷ୍ଟ ଥିଲେ। ମାଲିକ ଚାଲିଯିବା ପରେ ରାମୁ ମୋତେ ଏକ ଅଜବ ସ୍ପଷ୍ଟ ଦୃଷ୍ଟି ସହିତ ଦେଖିବାକୁ ଲାଗିଲେ, କିନ୍ତୁ ମୁଁ ତାଙ୍କୁ ଅଣଦେଖା କରିବାକୁ ବାଛିଲି ଏବଂ ମୋ କୋଠରୀକୁ ଫେରିଗଲି। କିଛି ସମୟ ପରେ ମୁଁ ସ୍କୁଲକୁ ଚାଲିଗଲି। ସେହି ସନ୍ଧ୍ୟାରେ ମୁଁ ଠିକ ସମୟରେ ଘରକୁ ଫେରିଆସିଲି। ମୁଁ ସେହି ଘରେ ରହୁଥିବା ଏକମାତ୍ର ଯୁବତୀ ଥିଲି। ମୋ ମାଲିକ ମୋତେ ଏକ ସୁନ୍ଦର ପୋଷାକ କିଣି ଦେଇଥିଲେ। ସେ କହିଲେ, ଏହି ପୋଷାକ ପିନ୍ଧ ଏବଂ ପ୍ରସ୍ତୁତ ହୁଅ, ଆମେ ଆଜି ରାତିରେ ଏକ ପାର୍ଟିକୁ ଯାଉଛୁ। ମୁଁ ପୋଷାକ ପିନ୍ଧିଲି ଏବଂ ମୁଁ ପ୍ରସ୍ତୁତ ହୋଇଗଲି ଏବଂ ଯେତେବେଳେ ମୁଁ ବାହାରକୁ ପାଦ ଦେଲି, ମୋର ମାଲିକ ମୋ ଆଡ଼କୁ ଏକ ସମ୍ପୂର୍ଣ୍ଣ ଭିନ୍ନ ଦୃଷ୍ଟି ସହିତ ଚାହିଁଲେ। ତାଙ୍କ ମୁହଁର ହସ ସ୍ପଷ୍ଟ ଭାବରେ ପ୍ରକାଶ କରୁଥିଲା ଯେ ତାଙ୍କ ମନରେ କଣ ଚାଲିଛି। ମୋ ମାଲିକ ଏକ ସୁଟ୍ ପିନ୍ଧିଥିଲେ ଏବଂ ତାଙ୍କ ବୟସ ସତ୍ତ୍ୱେ ସେ ବହୁତ ଯୁବା ଦେଖାଯାଉଥିଲେ। ତଥାପି ଆଜି ତାଙ୍କ ମୁହଁରେ ଏକ ଅତିରିକ୍ତ ପ୍ରାଣବନ୍ତତା ସହିତ ଝଲସୁଥିଲା। ସେ କେବଳ ମୋ ହାତକୁ ତାଙ୍କ ହାତରେ ଧରିଲେ ଏବଂ ଆମେ ପାର୍ଟି ପାଇଁ ବାହାରି ଗଲୁ। ପାର୍ଟିରେ ସେ ମୋତେ ତାଙ୍କର କିଛି ବନ୍ଧୁଙ୍କ ସହିତ ପରିଚୟ କରାଇଲେ। ଯେତେବେଳେ ମୋର ମାଲିକ ତାଙ୍କ ପରିଚିତ ଲୋକଙ୍କ ସହିତ ଗପସପ କରୁଥିଲେ, ମୁଁ ନିଜକୁ କ୍ଷମା କରି ଶୌଚାଳୟକୁ ଗଲି। କିଛି ସମୟ ପରେ ଯେତେବେଳେ ମୁଁ ଶୌଚାଳୟରୁ ବାହାରି ଆସିଲି, ମୋର ମାଲିକଙ୍କ ଜଣେ ବନ୍ଧୁ ମୋ ପାଖକୁ ଆସିଲେ ଏବଂ ମୋତେ ଘୃଣା କରି ଚାହିଁଲେ। ତାପରେ ତାଙ୍କ ସେହି ବନ୍ଧୁ ମୋତେ କହିଲେ, ତୁମର ମାଲିକ ଜଣେ ବହୁତ ଚତୁର ଲୋକ। ହଜାର ହଜାର ଟଙ୍କା ଖର୍ଚ୍ଚ କଲେ ମଧ୍ୟ ତୁମ ଭଳି ଝିଅ ମିଳିପାରିବ ନାହିଁ। ତାଙ୍କ ବୟସରେ ତୁମର ମାଲିକ ଇଚ୍ଛା ହେଉଛି ତୁମ ଭଳି ଝିଅ ପାଇବା ଯିଏ ଜଣେ 50 ବର୍ଷୀୟ ପୁରୁଷଙ୍କୁ ପୁନର୍ଜୀବିତ କରିପାରିବ। ମୋ ମାଲିକଙ୍କ ବନ୍ଧୁଙ୍କ ଠାରୁ ଏସବୁ କଥା ଶୁଣି ମୁଁ ସେହି ଲୋକଟି ଉପରେ କ୍ରୋଧର ଏକ ଉଷ୍ମତା ଅନୁଭବ କଲି। ମୁଁ ତାଙ୍କୁ କହିଲି, ତୁମର ମୁହଁ ବନ୍ଦ କର। ମୋ କଥାରେ ଆପତ୍ତି କରିବା ପରିବର୍ତ୍ତେ ସେହି ଲୋକଟି ମୋତେ ଏକ ଗ୍ଲାସ ଲସି ଦେଇଥିଲା। ମୁଁ ଲସି ଗ୍ରହଣ କରିବାକୁ ମନା କରିଦେଲି, କିନ୍ତୁ ସେ ପୁଣି ଥରେ ତାହା ଦେଇ କହିଲା, ଦୟାକରି ମୋତେ କ୍ଷମା କର। ମୁଁ ତାପରେ ଲସିର ଗ୍ଲାସ ନେଇ ପିଇବାକୁ ଲାଗିଲି। ଲସି ଶେଷ କରିବାର କିଛି ସମୟ ପରେ ମୁଁ ଅତ୍ୟନ୍ତ ମୁଣ୍ଡ ଘୁରାଇବାକୁ ଲାଗିଲି। ମୁଁ ସେଠାରେ ଏକ ଟେବୁଲ ଉପରେ ମୋ ମୁଣ୍ଡ ରଖି ଶୋଇପଡ଼ିଲି। ପରଦିନ ସକାଳେ ଯେତେବେଳେ ମୁଁ ଉଠିଲି, ମୁଁ ନିଜକୁ ମୋ ମାଲିକଙ୍କ ଶୟନ କକ୍ଷରେ ପାଇଲି। ମୁଁ ମୋ ହାତରେ ଏକ ସ୍କ୍ରାଚ୍ ନଖ ଚିହ୍ନ ପରି ଦେଖିଲି। ମୁଁ ବିଛଣାରେ ବସିଗଲି। ଠିକ ସେହି ସମୟରେ ରାମୁ ମୋର ଜଳଖିଆ ଧରି ମୋ ରୁମରେ ପ୍ରବେଶ କଲା, ଯାହା ସେ ପୂର୍ବରୁ କେବେ କରିନଥିଲା। ସେ ଏବେ ବି ସନ୍ଦେହଜନକ ଆଖିରେ ମୋ ଆଡ଼କୁ ଦେଖୁଥିଲା। ମୁଁ ତାଙ୍କ ସହିତ କଥା ହେବାକୁ ଯାଉଥିଲି ଯେତେବେଳେ
मोर मालिक रूम भितरकू गले से मोते पचारिले, काजल तुमे ठीक अछ कि? मु उत्तर देली, मो मुंड बहुत भारी लागुछि। मो मालिक कहिले, गतकाली रातिरे पार्टीरे तुमे भूलवशतः लस्सी बदଳରେ मद्यपान କରିଥିଲି ସେଥିପାଇଁ ତୁମର ମୁଣ୍ଡ ଭାରି ଲାଗୁଛି। ସେ ମୋତେ ଏକ ଯନ୍ତ୍ରଣା ନିବାରକ ବଟିକା ଦେଲେ। ମୁଁ ସେଦିନ ସ୍କୁଲ ଯାଇ ନଥିଲି, ବରଂ ମୁଁ ସାରା ଦିନ ମୋ କୋଠରୀରେ ଶୋଇ ରହିଥିଲିର ସନ୍ଧ୍ୟା ରାତି ହୋଇଗଲା, କିନ୍ତୁ ମୁଁ ଶୋଇପାରିଲି ନାହିଁ। ହୁଏତ ମୁଁ ସାରା ଦିନ ଶୋଇଥିବାରୁ, ତଥାପି ରାତିର ଅନ୍ଧାରରେ ମଧ୍ୟ ମୁଁ ମୋ କୋଠରୀର ଲାଇଟ୍ ବନ୍ଦ କରିଦେଇଥିଲି ଏବଂ କିଛି ସମୟ ପାଇଁ ସେଠାରେ ପଡ଼ି ରହିଲି। କିଛି ସମୟ ପରେ ମୁଁ ହଠାତ୍ ଅନୁଭବ କଲି ଯେ କେହି ମୋ କୋଠରୀରେ ପ୍ରବେଶ କରିଛି। ମୁଁ ଧୀରେ ଧୀରେ ଆଖି ଖୋଲିଲି ଏବଂ ଦେଖିଲି ଯେ ପ୍ରଭୁ ମୋ ପାଖକୁ ଆସୁଛନ୍ତି। ମୁଁ ଜାଗ୍ରତ ଥିବା ଦେଖି ସେ ପୁଣି ଚୁପଚାପ ରୁମ୍ ଛାଡ଼ି ଚାଲିଗଲେ। ମୁଁ ବୁଝିପାରୁ ନଥିଲି ଯେ ସେ ଏପରି କାହିଁକି କରିଛନ୍ତି। ସମୟ ସମୟରେ ମୁଁ ତାଙ୍କୁ ମୋ ବାପାଙ୍କ ବିଷୟରେ ପଚାରୁଛି, କିନ୍ତୁ ପ୍ରଭୁ ସବୁବେଳେ ଉତ୍ତର ଦେଉଥିଲେ। ମୁଁ ଏବେ ବି ତାଙ୍କୁ ଖୋଜୁଛି। ମୁଁ ପ୍ରତି ରାତିରେ ମୋ ବାପାଙ୍କୁ ମନେ ପକାଉଛି। ଆଜି ରାତିରେ ମଧ୍ୟ ମୁଁ ତାଙ୍କୁ ବହୁତ ମିସ କରୁଥିଲି। ତାଙ୍କ ସ୍ମୃତିରେ ହଜିଯାଇ ମୁଁ ଜାଣି ନ ପାରି ଶୋଇପଡ଼ିଲି। ଏହିପରି ଆଉ କିଛି ଦିନ ବିତିଗଲା। ତାପରେ ଗୋଟିଏ ଦିନ ଗୁରୁ ମୋତେ ଭାରତ ବାହାରେ ଏକ ସପ୍ତାହ ପାଇଁ ଛୁଟିରେ ନେଇଗଲେ। ଆମେ ବହୁତ ଭ୍ରମଣ କରିଥିଲୁ ଏବଂ ସେଠାରେ ଏକ ସୁନ୍ଦର ସମୟ ବିତାଇଥିଲୁ। ଫଳସ୍ୱରୂପ ମୁଁ କେତେବେଳେ ଅନୁଭବ କଲି ଯେ ଗୁରୁ ମୋ ବାପାଙ୍କ ଦ୍ୱାରା ଛାଡ଼ି ଯାଇଥିବା ଶୂନ୍ୟସ୍ଥାନକୁ ପୂରଣ କରିବାକୁ ଚେଷ୍ଟା କରୁଛନ୍ତି। ତଥାପି ଗୁରୁ ମୋ ପ୍ରତି ସମ୍ପୂର୍ଣ୍ଣ ଭିନ୍ନ ଭାବନା ପୋଷଣ କରୁଥିଲେ ଏବଂ ସେ ମୋତେ ଏକ ଅଦ୍ଭୁତ ତୀବ୍ରତାରେ ଦେଖିବାକୁ ଆରମ୍ଭ କରିଥିଲେ। ତାଙ୍କର ଦୃଷ୍ଟି ମୋ ଉପରେ ଲାଗି ରହିଥିଲା। ଆମେ ଆମ ଯାତ୍ରା ପାଇଁ ଅଷ୍ଟ୍ରେଲିଆ ଯାତ୍ରା କରିଥିଲୁ ଏବଂ ଗୁରୁ ଏବଂ ମୁଁ ଗୋଟିଏ କୋଠରୀ ବ୍ୟବହାର କରିଥିଲୁ। ଗୋଟିଏ ରାତିରେ ଯେତେବେଳେ ମୁଁ ଏକ ନୃତ୍ୟ କାର୍ଯ୍ୟକ୍ରମ ଦେଖିବାକୁ ବାହାରକୁ ଯାଇଥିଲି, ମୁଁ ବହୁତ ସୁନ୍ଦର ଭାବରେ ପୋଷାକ ପିନ୍ଧିଥିଲି, କିନ୍ତୁ ବାହାରକୁ ଯିବା ସମୟରେ ମୋର ପୋଷାକ ଓଦା ହୋଇଗଲା। ପରେ ଗୁରୁ ମୋତେ ଆରାମ ଏବଂ ବିଶ୍ରାମ ନେବାରେ ସାହାଯ୍ୟ କଲେ। ସେ କହିଲେ, କାଜଲ ତୁମେ ବହୁତ ସୁନ୍ଦର ଏବଂ ମୁଁ ତୁମକୁ ସବୁବେଳେ ଖୁସି ରଖିବି। ମୋ ପ୍ରତି ଗୁରୁଙ୍କ ଚିନ୍ତା ଦେଖି ମୁଁ ବହୁତ ଆନନ୍ଦରେ ପୂର୍ଣ୍ଣ ହୋଇଗଲି। ଦୁବାଇରେ ସେହି ସପ୍ତାହଟି କେତେ ଶୀଘ୍ର ବିତିଗଲା ତାହା ମୁଁ ଜାଣିନଥିଲି। ଯେତେବେଳେ ଆମେ ଭାରତ ଘରକୁ ଫେରିଲୁ, ମୁଁ ପ୍ରଥମେ ରାମୁଙ୍କୁ ମିଠାର ଏକ ବାକସ ଦେଲା। ରାମୁ ଉପହାରରେ ସମ୍ପୂର୍ଣ୍ଣ ଖୁସି ହୋଇଥିଲା। ଆଜି ରାତିରେ ପୁଣି ଥରେ ମୁଁ ପ୍ରଭୁଙ୍କୁ ମୋ କୋଠରୀରେ ପ୍ରବେଶ କରିବାର ଦେଖିଲି। ମୁଁ ବୁଝିପାରୁ ନଥିଲି କାହିଁକି ସେ ରାତି ପରେ ରାତି ମୋ ରୁମକୁ ଆସୁଥିଲେ। ପରଦିନ ଯେତେବେଳେ ମୁଁ ଜଳଖିଆ ପାଇଁ ବସିଥିଲି, ଘରେ କେବଳ ମୁଁ ଏବଂ ରାମୁ ଉପସ୍ଥିତ ଥିଲୁ। ମୁଁ ଅତ୍ୟନ୍ତ କ୍ଳାନ୍ତ ଅନୁଭବ କରୁଥିଲି। ମୋର ଅବସ୍ଥା ଦେଖି ରାମୁ ମନ୍ତବ୍ୟ ଦେଇଥିଲା, କାଜଲ ଆପଣ ବହୁତ କ୍ଳାନ୍ତ ଦେଖାଯାଉଛନ୍ତି। ଗତକାଲି ରାତିରେ ମାଷ୍ଟର ଆପଣଙ୍କ ରୁମକୁ ଆସିଥିଲେ, ହୁଏତ ସେଥିପାଇଁ ଆପଣ ଏତେ କ୍ଳାନ୍ତ ଅନୁଭବ କରୁଛନ୍ତି। ମୁଁ ଉତ୍ତର ଦେଇ କହିଲି, ଆପଣ ପ୍ରକୃତରେ କଣ ବୁଝାଇବାକୁ ଚାହୁଁଛନ୍ତି? ସେତେବେଳେ ରାମୁ ତୁରନ୍ତ କ୍ଷମା ମାଗିଲା, କାଜଲ ଦୟାକରି ମୋତେ କ୍ଷମା କରନ୍ତୁ। ସେହି ଶବ୍ଦଗୁଡ଼ିକ ଭୁଲବଶତଃ ବାହାରକୁ ବାହାରିଗଲା। ମୁଁ ସନ୍ଦେହ କରିବାକୁ ଲାଗିଲି ଯେ ରାମୁ ମୋତେ କିଛି କହିବାକୁ ଚେଷ୍ଟା କରୁଛି, ଯାହା ପାଇଁ ସେ ଏପରି ମନ୍ତବ୍ୟ ଦେଇ ଚାଲିଗଲା ଯାହା ମୁଁ ବୁଝିପାରୁ ନଥିଲି। ମୁଁ ତାଙ୍କ ମନ୍ତବ୍ୟକୁ ଅଣଦେଖା କରିବା ଭଲ ପାଇଲି। ପରଦିନ ମୁଁ ସ୍କୁଲକୁ ଚାଲିଗଲି। ମୁଁ ସେଠାରେ ସାରା ଦିନ ବିତାଇଲି। ମୋ ବାପାଙ୍କ ପାଇଁ ଏକ ଆଲବମ୍ କାମ କରି, କାରଣ ତାଙ୍କ ଜନ୍ମଦିନ ଥିଲା। ତାଙ୍କ ବିଷୟରେ ଚିନ୍ତା କରି ମୁଁ ସେଦିନ ଠିକ ଭାବରେ ଖାଇପାରିଲି ନାହିଁ। ମୁଁ ମୋର ଖାଦ୍ୟ ଅଧା ରାସ୍ତାରେ ଛାଡ଼ି ମୋ ରୁମକୁ ଫେରିଗଲି। ମୋ ବାପାଙ୍କ କଥା ଭାବି ମୁଁ କାନ୍ଦିବାକୁ ପ୍ରବଳ ଇଚ୍ଛା ଅନୁଭବ କଲି। ଠିକ ସେତିକିବେଳେ ଗୁରୁ ମୋ କୋଠରୀରେ ପ୍ରବେଶ କଲେ। ମୋତେ କାନ୍ଦିଥିବା ଦେଖି ସେ ପଚାରିଲେ, କଣ ହେଲା କାଜଲ, ତୁମେ କାହିଁକି କାନ୍ଦୁଛ? ମୁଁ ଉତ୍ତର ଦେଲି, ଗୁରୁ ମୁଁ ମୋ ବାପାଙ୍କୁ ବହୁତ ମନେ ପକାଉଛି। ଆଜି ତାଙ୍କର ଜନ୍ମଦିନ ଏବଂ ମୁଁ ତାଙ୍କ ପାଇଁ ଏକ ଆଲବମ୍ ମଧ୍ୟ ତିଆରି କରିଛି। ଆଲବମ୍ ଦେଖିବା ପରେ ଗୁରୁ ମୋତେ କହିଲେ, ବହୁତ ଶୀଘ୍ର ମୁଁ ତୁମକୁ ତୁମ ବାପାଙ୍କୁ ଦେଖା କରିବାକୁ ନେଇଯିବି। ତାପରେ ଆଉ କିଛି ନ କହି ସେ ଧୀରେ ଧୀରେ ମୋର ଲୁହ ପୋଛିଦେଲେ। କିଛି ସମୟ ପରେ ସେ ମୋ କୋଠରୀ ଛାଡ଼ିଦେଲେ। ମୁଁ ସେହି ରାତିରେ ଶୋଇପାରିଲି ନାହିଁ। ତେଣୁ ମୁଁ ଉଠି ମୋ କୋଠରୀରୁ ବାହାରକୁ ପାଦ ଦେଲି। ମୁଁ ରୋଷେଇ ଘରକୁ ଗଲି, ପାଣି ପିଇଲି ଏବଂ ତାପରେ ଝରକା ଦେଇ ବାହାରକୁ ଚାହିଁଲି। ସେଠାରେ ମୁଁ ଦେଖିଲି ଯେ ଗୁରୁ ଏକ କମ୍ବଳରେ ଘୋଡ଼ାଇ କାହାକୁ ଟଙ୍କା ଏକ ମୋଟା ଡୋର ଦେଉଥିଲେ। ମୁଁ ଭଲ ଭାବରେ ଦେଖିବା ପାଇଁ ଝରକା ପାଖକୁ ଗଲି ଏବଂ ମୋର ଆଶ୍ଚର୍ଯ୍ୟର କଥା ହେଲା,
जे टंका ग्रहण करुथिबा व्यक्ति अन्य केही नुहे बरं मो बापा थिले। मु बुझिपारु नथिली जे से एते बड़ टंका काहीकि ग्रहण करुछंती। गुरु जानिथिले जे मु प्रतिदिन मो बापांकु मने पकाई कांदुथिली। से स्पष्ट भाबरे मो बापांकु मो सहित साक्षात कराइबा पई प्रतिश्रुति देइथिले एवं वर्तमान तांकु टंका देउथिले। सेटाकु एसबु काहीकि देउथिले? मो बापा एवं मो मालिकंक मध्यरे प्रकृतरे कोन चालिछि मु किछि बुझी पारिली नाही। मु मो बापांकु डाकिबाकु भाबिली, किंतु ठीक सेही समयरे से टंका नेई चाली गले। मालिक मध्य घर आड़कू फेरिबाकू लागिले। मालिक घरे प्रवेश करिबा पूर्वरु मु शीघ्र शोइथिबार अभिनय कली। किछि समय परे मालिक भितरकू आसिले एवं तापरे मो कोठरीकू प्रवेश कले। सेही मुहूर्तरे मु आखि बंद करिदेली। मालिक मो बिछଣା पाखकू आसिले एवं मो मुहकू धीरे धीरे चापिबाकू लागिले। किछि समय पई मो शरीरकू छुइबा परे से घर छाड़िबा मात्रे मु थरिबाकू लागिली। गत किछि मास धरी मालिक मो सहित कण करुथिले। से मोते तांको घरे काहीकि रखिथिले मिठा कथा कही प्रलोभित करुथिले। एबे मो सम्मुखरे अनेक प्रश्न उंकी मारुथिलारे मु सेही रातिरे विलंबित सोईगली, कारण मु एही सबु चिंतारे सारा संध्या बिताइथिली। परदिन सकाळे उठिबा परे मो शरीर जोररे जळुथिला। मालिक घरकू डाक्तरंकू डाकी सेठारे मोते परीक्षा कराइले। डाक्तर किछि औषध लेखि चालीगले। सेदिन मालिक ऑफिस गले नाही, बरम से सारा दिन मोर जत्न नेले। से मोते कहिले, तुमे किपरि एपरि असुस्थ होइपार, मो पई तुमे शीघ्र सुस्थ हेबा उचित। मालिकंक ठारू एपरि कथा सुनी मु संपूर्ण विस्मित होइगली। से कोन कहिबाकू चाहुथिले। 4 दिन परे मु भलो अनुभव करिबाकू लागिली। मु विलंबित रातिरे मो बापा एवं मालिकंक साक्षात देखिथिली। तथापि मु ए विषୟରେ एपर्यंत मालिकंकू किछि पचारि नथिली, कारण मु निजे संपूर्ण सत्यकू उन्मोचन करिबाकू चाहुथिली। गत किछि राति धरी मोर निद संपूर्ण भाबरे भांगी जाइथिला एवं मु प्रतिदिन सकाळे क्लांत अनुभव करुथिली। जेतेबेले मु सेही रातिरे सोइबाकू गली, पूर्व राति परी मो शयन कक्षर द्वार मध्यरात्रिरे खोलीगला। कोठरी भितरे एक मृदु आलोक झलसुथिला, जदिओ अन्य सबु किछि अंधाररे घोड़ाई होई रहिथिला। द्वार खोलिला, तापरे पुणी थरे बंध होइगला। किछि मुहूर्त परे मु अनुभव कली जे केही जणे मो पाखरे सोइछंती। हठात मु अनुभव कली जे मो शरीर उपरे एक हाथ घूरी बुलुछि, धीरे धीरे सीमा पार हेउछि। तापरे से मोर गुप्तांगकू आदर करिबा आरंभ कले। सेही मुहूर्तरे मोर आखि खोलीगला। मु शीघ्र बसी रूम लाइट जलाइली। सेठारे मो बिछणारे सोई मु रामुकू देखिली। क्रोधित होई मु पचारिली, तुमे मो सहित कण करुथिला? मो कथा सुनी रामू भयरे थरीगला। तापरे मु तांकू पुणी कहिली, मु प्रभुंकू तुमर एही आचरण विषय कहिबी। मु एहा कहिबा मात्रे रामू स्पष्ट भावरे कहिला, तुमे प्रभुंक सहित प्रत्येक राति खुशीरे बिताइब, मो सहित केवल गोटिए राति बिताइले कौन पार्थक्य हेबो? तांको कथा सुनी मु उत्तर देली, तुमे कौन कहुछ? सेता परे बुझाइबाकू आरंभ कले। मु प्रति रातिरे एहा देखे प्रभु प्राय मध्यरात्रिरे तुम कोठरीकू आसंती, सेठारे किछि समय बितांती एवं तापरे चली जाती। मु सबु किछि बुझी पारुछि। मु जाने जे तुमे केवल प्रभुंकर दासी एवं कौनसी गुप्त उद्देश्य बिना केही जणे दासी प्रति एपरि दया देखांती नाही। प्रभु तुमर सौंदर्यर सुजोग नैछंती। सेही वृद्ध व्यक्तिंक पई तुमे निजकू मनोरंजन करिबा पई एक छोट खेलना व्यतीत आउ किछि नुही। से कौनसी सकोच किंबा द्विधा बिना कहिले। सेही मुहूर्तरे मु मोर निज कार्य उपरे नियंत्रण हराइली। मु रामुर मुहरे एक जोरदार चापुड़ा मारी तांकू मो कोठरीरु बाहर करिदेली। तथापि रामुर कथा मोते शेषरे प्रभुंक भावनार प्रकृत स्वभाव बुझिबारे साहाय्य करिथिला। प्रभुंकु निकटतर करिबार समय आसी जाइथिला। बंद द्वार पछरे जाहा घटुछि ताहा खोलारे आनिबा पई परदिन रातिरे सोइबा पूर्वरु मु गाधोइली। मु मोर ओदा केसरे अतर स्प्रे कली, एक छोट पोशाक पिंधिली एवं प्रभुंक कोठरी को गली। तांको कोठरी अंधाररे घोड़ाई होई जाइथिला। मु सेही अंधाररे आलोक आनिबाकू सेठाकू जाइथिली। मु धीरे धीरे प्रभुंक पाखकू गली। तापरे तांको मुह उपरे मो उदा केसकू धीरे धीरे घसीबाकू लागिली। मु तांको हाथकू मो हाथकू नेली एवं सेही मुहूर्तरे प्रभु तांको कोठरीर आलोक जलाई देले। मते देखि से पचारिले, काजल
ତୁମେ କଣ କରୁଛ? ତୁମେ କଣ? ତୁମର ମନ ଠିକ ଅଛି? ତୁମେ ଏଠାରେ କିଛି ଭୁଲ କରୁଛ? ମୁଁ ଉତ୍ତର ଦେଲି, ଯଦି ମୁଁ କିଛି ଭୁଲ କରୁଛି ତେବେ ତୁମର କଣ? ଏସବୁ କଣ ଥିଲା? ଅନ୍ଧାରର ଆବରଣ ତଳେ ଗୁପ୍ତରେ ମୋ ବାପାଙ୍କୁ ଟଙ୍କା ଦେବା, ବିଳମ୍ବିତ ରାତିରେ ମୋ କୋଠରୀକୁ ଆସି ମୋ ପାଖରେ ବସି ମୋତେ ଆଦର କରିବା। ତୁମେ ମୋ ପରି ଜଣେ ସାଧାରଣ ଦାସୀ ପ୍ରତି ଏତେ ଅପାର ଦୟା କିପରି ଦେଖାଇ ପାରିବ? ତୁମର ହୃଦୟରେ ଏକ ନିର୍ଦ୍ଦିଷ୍ଟ ଇଚ୍ଛା ନଥିଲେ ତୁମେ ଏସବୁ କରିବ ନାହିଁ। ମୁଁ ତୁମକୁ ଠିକ ଯାହା ଚାହୁଁଛ ତାହା ଦେବାକୁ ଆସିଛି। ତୁମେ ଯାହା ଚାହୁଁଛ ତାହା ନିଅ, କିନ୍ତୁ ବଦଳରେ ମୋତେ ମୋ ବାପାଙ୍କ ସହିତ ପୁନଃମିଳନ କର। ଏହା ଶୁଣି ପ୍ରଭୁ କହିଲେ, ତୁମର ବାପାଙ୍କ ପାଇଁ ଏତେ ଦୂର ଯିବା ଆଦୌ ଭୁଲ ନୁହେଁ। ସେ ତାପରେ ଆହୁରି କହିଲେ, ତୁମର ବାପା ଜୁଆରେ ତୁମର ଘର ହାରିଗଲେ ସେ ତୁମ ସହିତ ଜୁଆ ଦେବାକୁ ଯାଉଥିଲେ। ଠିକ ସେହି ସମୟରେ ଯେତେବେଳେ ମୁଁ ସେହି ବାଟ ଦେଇ ଯାଉଥିଲି, ମୁଁ ଶୁଣିଲି ଯେ ସେ ଟଙ୍କା ବିନିମୟରେ ତୁମକୁ ତାଙ୍କ ମଦ୍ୟପ ବନ୍ଧୁମାନଙ୍କୁ ବିକ୍ରୟ କରିବାକୁ ଚେଷ୍ଟା କରୁଛନ୍ତି। କିନ୍ତୁ ମୁଁ ସତ୍ୟ ଜାଣିପାରିଲି। ମୁଁ ତୁମ ବାପାଙ୍କୁ ସେ ଯେତିକି ସମ୍ପତ୍ତି ମାଗିଥିଲେ ଠିକ ସେତିକି ଦେଇଦେଲି ଏବଂ ମୁଁ ତୁମକୁ ମୋର ନିଜ ଝିଅ ଭାବରେ ଗ୍ରହଣ କରିଥିଲି। ତୁମେ ତୁମର ବାପାଙ୍କ ପ୍ରତି ତୁମର ପ୍ରେମରେ ଏତେ ଅନ୍ଧ ହୋଇଗଲ ଯେ ତୁମେ କେବେ ତାଙ୍କର ପ୍ରକୃତ ମୁହଁ ଦେଖିପାରିବ ନାହିଁ। ତାଙ୍କ ପ୍ରତି ତୁମର ସ୍ନେହର ଗଭୀରତା ଦେଖି ତୁମକୁ ସତ୍ୟ ପ୍ରକାଶ କରିବାକୁ ମୋର ହୃଦୟ ନଥିଲା। ମୁଁ କେବେ ଜଣେ ଯୁବତୀଙ୍କ ହୃଦୟରେ ଜଣେ ପିତାଙ୍କ ପ୍ରତି ଘୃଣାର ବୀଜ ବୁଣିବାକୁ ଚାହୁଁନଥିଲେ। ମୁଁ କେବେ ମୋର ନିଜର ସନ୍ତାନ ଜନ୍ମ କରିନଥିଲି। ମୁଁ ଏବଂ ମୋ ସ୍ତ୍ରୀ ସର୍ବଦା ଏକ ମଧୁର ଛୋଟ ଝିଅ ପାଇଁ ଇଚ୍ଛା କରିଥିଲେ। ପରମେଶ୍ୱର ମୋତେ ଅପାର ଧନ ସହିତ ଆଶୀର୍ବାଦ କରିଛନ୍ତି, କିନ୍ତୁ ସେ ମୋତେ ଏହାର ଉତ୍ତରାଧିକାରୀ ହେବା ପାଇଁ କୌଣସି ଉତ୍ତରାଧିକାରୀ ନଥିଲେ। ମୋର ଗୋଟିଏ ହାତ ଖୁସିରେ ଉଛୁଳି ପଡୁଥିଲା, ଯେତେବେଳେ ଅନ୍ୟଟି ଏକ ନିର୍ଜନ ଭୂମି ପରି ଶୁଷ୍କ ଏବଂ ଶୁଷ୍କ ରହିଗଲା। କିନ୍ତୁ ତୁମେ ଆସିବା ପରଠାରୁ ତୁମର ପ୍ରେମର ଉଷ୍ମତା ଦ୍ୱାରା ମୋ ଘରେ ପିଲା ନଥିବାରୁ ସୃଷ୍ଟି ହୋଇଥିବା ଶୂନ୍ୟତା ଦୂର ହୋଇଗଲା। ପୂର୍ଣ୍ଣର ମୁଁ କେବେ ତୁମକୁ ମୋତେ ପିତା ଡାକିବାକୁ କହିନଥିଲି ଏବଂ ଏବେ ମଧ୍ୟ ମୁଁ ତୁମକୁ ଏପରି କରିବାକୁ କହିବି ନାହିଁ। ମୁଁ କେବଳ ଚାହୁଁନଥିଲି ଯେ ତୁମେ ଭୁଲ ହାତରେ ପଡ, ସେଥିପାଇଁ ମୁଁ ତୁମକୁ କେବେ ନ କହି ତୁମର ବାପାଙ୍କ ଠାରୁ ତୁମକୁ ଗ୍ରହଣ କରିଥିଲି। ଏବେ ମୁଁ ତୁମକୁ ସମ୍ପୂର୍ଣ୍ଣ ସତ୍ୟ ପ୍ରକାଶ କରିଛି। ତୁମେ ଯାହା ନିଷ୍ପତ୍ତି ନେବାକୁ ବାଛ ତାହା ମୋ ପାଇଁ ଗ୍ରହଣୀୟ ହେବ। ମୁଁ ପରମେଶ୍ୱରଙ୍କୁ ମୋର ହୃଦୟରୁ କୃତଜ୍ଞତା ଅର୍ପଣ କଲି ଏବଂ କହିଲି, ମୁଁ କେତେ ଭାଗ୍ୟବାନ ଯେ ପ୍ରଭୁ ତୁମ ଭଳି ଜଣେ ମହାନ ବ୍ୟକ୍ତି ମୋତେ ଉଦ୍ଧାର କରିବାକୁ ଆସିଥିଲେ। ସେମାନେ ମୋତେ ଏକ ସୁନ୍ଦର ଜୀବନ ଦେଇଥିଲେ ଏବଂ ଶେଷରେ ସେମାନଙ୍କୁ ଗୁରୁ ବୋଲି ସମ୍ବୋଧନ କରିବା ପରିବର୍ତ୍ତେ ମୁଁ ସେମାନଙ୍କୁ ପାପା ବୋଲି ଡାକିବାକୁ ଲାଗିଲି। ମୋ ଓଠରୁ ପାପା ଶବ୍ଦଟି ଶୁଣି ସେମାନଙ୍କ ଆଖିରେ ଆନନ୍ଦର ଲୁହ ଝରି ଆସିଲା। ଯେତେବେଳେ ମୁଁ ପାପାଙ୍କୁ ରାମୁର ଅସଦାଚରଣ ବିଷୟରେ ଜଣାଇଲି, ସେ ସେଠାରେ ରାମୁଙ୍କୁ ବହିଷ୍କାର କଲେ ଏବଂ ମୋତେ ପ୍ରକାଶ କଲେ ଯେ ସେ ମଧ୍ୟ ବହୁତ ଦିନ ଧରି ରାମୁଙ୍କ ବିଷୟରେ ସନ୍ଦେହ କରୁଥିଲେ, ତେଣୁ ସେ ରାତିରେ ମୋ କୋଠରୀ ଯାଞ୍ଚ କରିବାକୁ ଆସୁଥିଲେ। ବନ୍ଧୁଗଣ, ଜଣେ ପିତାଙ୍କ କର୍ତ୍ତବ୍ୟ କେବଳ ପିଲାମାନଙ୍କୁ ଦୁନିଆକୁ ଆଣିବା ବ୍ୟତୀତ ବିସ୍ତାରିତ ସେମାନଙ୍କୁ ଭଲ ଶିକ୍ଷା ପ୍ରଦାନ କରିବା ଏବଂ ଉପଯୁକ୍ତ ଯତ୍ନ ସହିତ ପାଳନ ପୋଷଣ କରିବା ଅନ୍ତର୍ଭୁକ୍ତ। ଯଦି ଜଣେ ପିତା ନିଜ ପିଲାକୁ ବିକ୍ରୟ କରିବାକୁ ଯାଆନ୍ତି, ତେବେ ଏହି ଦୁନିଆରେ କେଉଁ ପିଲା ଏପରି ବାପା ସହିତ ରହିବାକୁ ଚାହିଁବ? ତେଣୁ ବନ୍ଧୁଗଣ, ଏହା ଆଜିର କାହାଣୀ ଥିଲା। ଆପଣଙ୍କୁ ଏହା କିପରି ଲାଗିଲା ତାହା ଆମକୁ କମେଣ୍ଟରେ ଜଣାନ୍ତୁ ଏବଂ ତେଣୁ ବନ୍ଧୁଗଣ, ଏପରି ଆହୁରି ଆକର୍ଷଣୀୟ କାହାଣୀ ଶୁଣିବା ପାଇଁ ଆମର ଚ୍ୟାନେଲ ରୋମାଣ୍ଟିକ ସୁବିଚାର କାହାଣୀକୁ ଏବେ ସବସ୍କ୍ରାଇବ କରନ୍ତୁ। ଆମେ କାଲି ଆଉ ଏକ ରୋମାଞ୍ଚକର ଭିଡିଓ ସହିତ ପୁଣି ଥରେ ଭେଟିବୁ।